ଆପଣ ମାନେ ମୋତେ ସାହାଯ୍ୟ କର, ମୋ ପୁଅ କ'ଣ ଚାଲି ଯାଇଛି। ଆକୁଳ ନିବେଦନ କରୁଛି ମା, ମୋ ପୁଅକୁ ବଞ୍ଚାଇ ଦିଅ। ଏ ଘଟଣା ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ଲୋଧଣୀ ଗ୍ରାମ ପଞ୍ଚାୟତ ଅଧୀନ ପାଳସାହି ଗାଁର ଦେବରାଜ ସାହୁଙ୍କ 25 ବର୍ଷୀୟ ଭେଣ୍ଡିଆ ପୁଅ ଜଗା ସାହୁ 2 ଦିନ ହେଲା ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇ ଭୁବନେଶ୍ୱର ସ୍ଥିତ ସମ ହସ୍ପିଟାଲରେ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ବର୍ତ୍ତମାନ ସେ ବେଡ୍ ନମ୍ବର 6ରେ କୋମାରେ ଅଛନ୍ତି, ଚେତା ଫେରି ନାହିଁ। ତାଙ୍କର ଏଭଳି ଘଟଣା ଶୁଣି ଓଡ଼ିଶାର ଅଗ୍ରଣୀ ସାମାଜିକ ସଂଗଠନ ମାରୁତି ସେନା ଢେଙ୍କାନାଳ ଜିଲ୍ଲା ଶାଖା ସାମର୍ଥ୍ୟ ମୁତାବକ ପ୍ରୟାସ ଜାରି ରଖିବା ସହିତ ଅନ୍ୟମାନେ ମଧ୍ୟ ଆଗେଇ ଆସିବାକୁ ନିବେଦନ କରିଛନ୍ତି ଜିଲ୍ଲା ସଭାପତି ବିକାଶ ଚନ୍ଦ୍ର ବେହେରା। ଯଦି କେହି ସହୃଦୟ ବ୍ୟକ୍ତି ଜଗାର ଚିକିତ୍ସା ନିମନ୍ତେ କିଛି ସହଯୋଗ କରିବାକୁ ଚାହୁଁଛନ୍ତି, ତେବେ ନିମ୍ନ ନମ୍ବରଟି ଜଗା ସାହୁଙ୍କ ନିଜ ନମ୍ବରରେ ସହଯୋଗ କରିପାରିବେ। 8144151778 8144151778 ଯୋଗାଯୋଗ ଓ ଫୋନ୍ପେ ନମ୍ବର। ଢେଙ୍କାନାଳ ଜିଲ୍ଲାର ପାଳସାହି ଜଗା ସାହୁ ବୟସ 25, ପିତା ଦେବରାଜ ଚନ୍ଦ୍ର ବେହେରା, ଜିଲ୍ଲା ସଭାପତି ମାରୁତି ସେନା ଢେଙ୍କାନାଳ। ଆମକୁ ବିଶେଷ ସୂତ୍ରରୁ ଗୋଟିଏ ଖବର ମିଳିଛି, ପରଜଙ୍ଗ ବ୍ଲକର ଲୋଧଣୀ ପଞ୍ଚାୟତ ଅନ୍ତର୍ଗତ ପାଳସାହି ଗାଁର ଜଗା ସାହୁ ଗୁରୁତର ଦୁର୍ଘଟଣା ହୋଇ ବର୍ତ୍ତମାନ ସେ ସମ ହସ୍ପିଟାଲ ଭୁବନେଶ୍ୱରରେ ଚିକିତ୍ସାଧୀନ। ତାଙ୍କ ମା ମଧ୍ୟ ଆକୁଳ ନିବେଦନ କରିଛନ୍ତି, ବାପା ମାଙ୍କର ସେ ଗୋଟିଏ ବୋଲି ପୁଅ, ରୋଜଗାରିଆ ପୁଅ, ଏବଂ ସେ ବର୍ତ୍ତମାନ କୋମାରେ ଅଛନ୍ତି। ତାଙ୍କର ଏଭଳି ଦୟନୀୟ ଅବସ୍ଥାରେ ମୁଁ ଏବଂ ଆମର ସାମାଜିକ ସଂଗଠନ ମାରୁତି ସେନା ପକ୍ଷରୁ ଯାହା ପ୍ରୟାସ ଆମେ ଚେଷ୍ଟା ଜାରି ରଖିଛୁ, ଆଉ ଆଗକୁ ମଧ୍ୟ ଆମେ ଜାରି ରହିବ ଆମର ସାମର୍ଥ୍ୟ ଅନୁସାୟୀ। ଆଉ ଅନ୍ୟମାନଙ୍କୁ ମଧ୍ୟ ଆହ୍ୱାନ କରୁଛୁ, ଅନ୍ୟମାନେ ମଧ୍ୟ ଟିକେ ଏ ଦିଗରେ ଟିକେ ଆଗେଇ ଆସନ୍ତୁ, ଟିକେ ତାଙ୍କୁ ସେ କିପରି ଭଲ ହୋଇ ଫେରିବେ। ବର୍ତ୍ତମାନ ସେ କୋମାରେ ଅଛନ୍ତି, ତେଣୁ ସମସ୍ତଙ୍କର ଆମର ଗୋଟେ ମାନବିକତା ହିସାବରେ କର୍ତ୍ତବ୍ୟ ରହିବ। ଆମେ ଯେମିତି ସେ ମା କୋଳକୁ ତା ପିଲାଟିକୁ କିପରି ଫେରିବାରେ, ଆମେ ତ ଭଗବାନ ଫେରିବା ଲୋକ, କିନ୍ତୁ ଆମେ କିଛି ତ ମାତ୍ରାରେ ଯୋଗଦାନ କରିବା ପାଇଁ ଚେଷ୍ଟା କରିବା। ସମସ୍ତଙ୍କୁ ପୁନର୍ବାର ଅନୁରୋଧ, ସମସ୍ତେ ଟିକେ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ। ଜୟ ଜଗନ୍ନାଥ। ଢେଙ୍କାନାଳରୁ ମାଳବିକା ବେହେରାଙ୍କ ରିପୋର୍ଟ, ରୂପାଥାଳିଆ ନ୍ୟୁଜ୍।